ଅଡ଼ଶପୁର ଗ୍ୟାଲେକ୍ସି ଜିମ୍କୁ ଆସୁଛି ସୌମ୍ୟ ଭାଇଙ୍କ ଜିମ୍କୁ। ତ ଏଠି ତ ମୁଁ ଆଗରୁ ଆସିଥିଲି ବି ବହୁତ ଥର ବି ଆସିଛି। ଆଉ ଏବେ କଣ୍ଟିନ୍ୟୁ 4 ମାସ ଖଣ୍ଡେ ହେଇଯିବ ମୁଁ ଆସିଛି। ଆଉ ଏବେ ତ ସେତେବେଳେ ତ ଜିମ୍ ଛୁଟି ଥିଲା, ବନ୍ଦ ହେଇଯାଇଥିଲା, ଆଉ ମୁଁ ଆସିବି ନଥିଲି। ତ ଏବେ ଏବେ ଓପନ୍ ତ ହେଉଛି, ମୁଁ ଏବେ ଆସିଛି। ଆଉ ଏମିତି କେମିତି ସବୁ ଇନଷ୍ଟ୍ରୁମେଣ୍ଟ ଏଥିରେ ରହିଛି? ଇନଷ୍ଟ୍ରୁମେଣ୍ଟ ତ ସବୁ ଭଲ ଥିଲା, ଯେମିତି ଭାଇକି ସବୁ ଏବେ ନ୍ୟୁ ଇନଷ୍ଟ୍ରୁମେଣ୍ଟ ସବୁ ଆଣିଥିଲେ, ମେସିନ୍ ସବୁ। ଆଉ ଏବେ ତ ୱାର୍କଆଉଟ୍ ସବୁ ସହଜ କରିଦେଇକି ଯାଇଛନ୍ତି, ବାସ୍ ଏତିକି କିଏ ତ କରିକି ଦୁଃଖ ଯାଇଛନ୍ତି? ଲାଗୁଛି। ସୌମ୍ୟ ଭାଇ କରିକି ଯାଇଛନ୍ତି ଆଉ। ତମକୁ କେମିତି ସେ ମାନେ ଭଲ ପାଉଥିଲେ, କେମିତି ସବୁ ଟ୍ରେନିଂ ଦଉଥିଲେ, କଣ ହଁ, କରୁଥିଲେ? ସବୁ ଭଲ ଥିଲା, ମାନେ ସମସ୍ତଙ୍କ ସହିତ ମିସିଂ ବି ଥିଲେ, ଆଉ ମିଶିକି ୱାର୍କଆଉଟ୍ ବି କରଉଥିଲେ, ତାପରେ ଟ୍ରେନିଂ ବି ଦଉଥିଲେ, ସପୋର୍ଟ କରୁଥିଲେ ବେଶୀ। ଆଜି ସେ ନାହାନ୍ତି, ତମକୁ କେମିତି ଲାଗୁଛି ସେ ମାନେ ଇଏ କଲା ଭଳି ବର୍ଷା? ଟିକେ ତ ଖରାପ ତ ଲାଗୁଛି, ଯେମିତି କି ନିଜ ତାଙ୍କରି ତ ଜିମ୍ ଥିଲା, ତ ଓନର ତ ସେ ଥିଲା, ତ ଟିକେ ଫାଙ୍କା ଫାଙ୍କା ଲାଗୁଛି ସେ। କାଲି ଗୋଟେ ନ୍ୟୁଜ୍ ଦେଖିଛ କି ମାନେ ଆମ ଗଙ୍ଗୱାରଙ୍କୁ କାଲି ସସ୍ପେଣ୍ଡ କରାହେଇଛି, ଖବର ଶୁଣିଲା ପରେ କେମିତି ନାଇଁ ଲାଗିଲା? ନାଇଁ, ମୁଁ ଆଉ ଏବେ ବି ନ୍ୟୁଜ୍ରେ ରିପିଟ୍ ହେଇଗଲାଣି, ତ ସେଇଟା ମୁଁ ଏବେ ଟିକେ ଇଏ ହେଉଛି ତ ନାଇଁ, ତାଙ୍କୁ ଯୋଉମାନେ ହତ୍ୟା କରିଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହବା ଦରକାର ନା ନାହିଁ? ହଁ, ହବା ତ ଦରକାର ଯାହାହେଲେ ବି, କାହିଁକି ନା ନିରୀହ ଥିଲେ, ତ କିଛି ଭୁଲ ନ ଜାଣିକି ବି ସବୁ ଜିନିଷ ହେଇଗଲା, ତ ସେଥିପାଇଁ ସେମାନଙ୍କୁ କାର୍ଯ୍ୟାନୁଷ୍ଠାନ ନେବା କଥା। କାହାକୁ? ସେ ଯୋଉ ଯାହାକୁ ମାରିଛନ୍ତି, ସୌମ୍ୟ ଭାଇଙ୍କୁ ଯିଏ ସବୁ ମିଶିକି ମାରିଛନ୍ତି।